ଶିଶୁବାଟିକା 3 ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀକୁ ନେଇ 21/4/2025ର ମଲ୍ଟିଗ୍ରେଡ୍ ଲେସନ୍ ପ୍ଲାନ୍ ଆସନ୍ତୁ ଦେଖିବା। ଏହିପରି ଭାଗ କରିଛି ତାରିଖ, ଦିବସ, ପିରିୟଡ଼ ଓ ସମୟ, ଶ୍ରେଣୀ, ବିଷୟ ଓ ପ୍ରସଙ୍ଗ, ବିକାଶର ଦିଗ, ମୁଖ୍ୟ ଧାରଣା, ପ୍ରତ୍ୟାଶିତ ଫଳାଫଳ, ସିଜି ଏବଂ ଏଲ୍ଓ, ଶିକ୍ଷଣ କାର୍ଯ୍ୟ, ଶିକ୍ଷଣ ସାମଗ୍ରୀ, ମନ୍ତବ୍ୟ। ତାରିଖ ହେଲା 21/4/2025, 6:30ରୁ 6:45 ଆମର ପ୍ରାର୍ଥନା। ତାପରେ ପ୍ରଥମ ପିରିୟଡ଼ 6:45ରୁ 7:30, ଶିଶୁବାଟିକା 3 ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ। ସ୍ୱାସ୍ଥ୍ୟ ଓ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦେବା ବିଷୟ ପ୍ରସଙ୍ଗ ରହିଛି। ବିକାଶର ଦିଗ ରହିଛି ଶାରୀରିକ ବିକାଶ। ମୁଖ୍ୟ ଧାରଣା ରହିଛି ପରିଷ୍କାର ପରିଚ୍ଛନ୍ନତାର ମହତ୍ତ୍ୱ ଜାଣିବେ। ପ୍ରତ୍ୟାଶିତ ଫଳାଫଳ ରହିଛି ପରିଷ୍କାର ପରିଚ୍ଛନ୍ନତା ରହିବେ। ସିଜି ରହିଛି CG1 C1.2। ଶିକ୍ଷଣ କାର୍ଯ୍ୟ 1ରେ ପିଲାଙ୍କର ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦେବି, ସର୍ବଦା ପରିଷ୍କାର ପରିଚ୍ଛନ୍ନତା ରହିବା ପାଇଁ ପରାମର୍ଶ ଦେବି। ଶିକ୍ଷଣ ସାମଗ୍ରୀ ନାହିଁ। ତାପରେ ଆସିଲା ଦ୍ୱିତୀୟ ପିରିୟଡ଼ ହେଲା 7:30ରୁ 8:15। ଶିଶୁବାଟିକା 3 ତାର ପ୍ରସଙ୍ଗ ବା ବିଷୟ ରହିଛି ସଂଖ୍ୟା ଓ ପରିବେଶ ଜ୍ଞାନ। ତାର ବିକାଶର ଦିଗ ରହିଛି ବୌଦ୍ଧିକ ବିକାଶ। ମୁଖ୍ୟ ଧାରଣା ରହିଛି ହାଲୁକା ଓ ଓଜନିଆର ଧାରଣା ପାଇବେ। ପ୍ରତ୍ୟାଶିତ ଫଳାଫଳ ରହିଛି ହାଲୁକା ଓ ଓଜନିଆ ଜିନିଷ ବିଷୟରେ କହିବେ। ଆଉ ତାର ଏଲ୍ଓ ରହିଛି CG8 C8.2। ଶିକ୍ଷଣ କାର୍ଯ୍ୟ 1 ରହିଛି ଜିକେ କିଟ୍ସରେ ଥିବା ନିକିତିର ଗୋଟେ ପଟେ ଡଷ୍ଟର ଓ ଅନ୍ୟ ପଟେ ଗୋଟିଏ ଚକ୍ ରଖି କିଏ ଭାରି କିଏ ହାଲୁକା ତାର ଧାରଣା ଦେବି। ଶିକ୍ଷଣ କାର୍ଯ୍ୟ 2ରେ ବିଭିନ୍ନ ବସ୍ତୁକୁ ହାତରେ ଧରାଇ ଭାରି ଓ ହାଲୁକାର ଧାରଣା ଦେବି। ଆର ଶିକ୍ଷଣ ସାମଗ୍ରୀ ରହିଛି ଜିକେ କିଟ୍ସ, ଓଜନ, ଡଷ୍ଟର ଓ ଚକ୍। ସେ ଦ୍ୱିତୀୟ ପିରିୟଡ଼ରେ ପ୍ରଥମ ଶ୍ରେଣୀ ପିଲାଙ୍କର ରହିଛି ବିଷୟ ରହିଛି ଆରେ ମେଘ। ତାଙ୍କର ବିକାଶର ଦିଗ DG1 ବୌଦ୍ଧିକ ବିକାଶ। ଆଉ ତାଙ୍କର ମୁଖ୍ୟ ଧାରଣା ରହିଛି ଦୈନିକ କାର୍ଯ୍ୟ ସହ ଯେକୌଣସି ପରିବର୍ତ୍ତନ ସହ ଅନୁକୂଳତା ଦେଖାଇବାରେ ସକ୍ଷମ ହେବେ। ତାଙ୍କର ପ୍ରତ୍ୟାଶିତ ଫଳାଫଳ ରହିଛି ଦୈନିକ କାର୍ଯ୍ୟ ସମ୍ପାଦନ ବେଳେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ ପ୍ରୟାସ କରିବେ। ଏଲ୍ଓ ରହିଛି HW3.5। ଶିକ୍ଷଣ କାର୍ଯ୍ୟ 1 ୟୁ ଆକୃତିରେ ଠିଆ କରାଇ ଆରେ ମେଘ କଳା ମେଘ ଗାନ କରାଇବି। ତତ୍ସମ୍ବନ୍ଧୀୟ କିଛି ସଂକ୍ଷିପ୍ତ ପ୍ରଶ୍ନର ଆଲୋଚନା କରିବି, ଯେପରି ହଠାତ୍ ମେଘ ଆସିଲେ ତୁମେ ବାହାରେ ଥିବ କ'ଣ କରିବ? ମେଳାରେ ହଜିଗଲେ କ'ଣ କରିବ? ରାସ୍ତା ପାରି ହେବା ବେଳେ କ'ଣ କରିବ? ଏଇଭଳି ସଂକ୍ଷିପ୍ତ ପ୍ରଶ୍ନ ପଚାରିବି। ତାର ଶିକ୍ଷଣ ସାମଗ୍ରୀ ରହିଛି କବିତା ଫର୍ଦ୍ଦ, ବିଦ୍ୟା ପ୍ରବେଶ 60 ପୃଷ୍ଠା। ଦ୍ୱିତୀୟ ଶ୍ରେଣୀ ପିଲାଙ୍କର ରହିଛି ଭାଷା, ଚିତ୍ର ଦେଖ ଓ କହ। ବିକାଶର ଦିଗ DG2 ଭାଷାଗତ ବିକାଶ। ତାଙ୍କର ମୁଖ୍ୟ ଧାରଣା ରହିଛି ଚିତ୍ର ପଠନ ଓ ଲିଖନ। ପ୍ରତ୍ୟାଶିତ ଫଳାଫଳ ଚିତ୍ର ସମ୍ବନ୍ଧୀୟ କହିପାରିବେ। ଆଉ ଏଲ୍ଓ ରହିଛି ECL 5.4ର କ। ଶିକ୍ଷଣ କାର୍ଯ୍ୟ 1ରେ ଚିତ୍ର କାର୍ଡ଼ ଦେଇ ନାମ ଲେଖିବାକୁ କହିବି। ପଶୁ ବା ପକ୍ଷୀ ହେଲା, ଚିତ୍ର କାର୍ଡ଼ ଦେବେ, ସେଟା କେଉଁ ଧରଣର ଚିତ୍ର ବୋଲି ସେମାନେ ଲେଖିବେ। ଶିକ୍ଷଣ କାର୍ଯ୍ୟ 2ରେ ଅଭ୍ୟାସ କାର୍ଯ୍ୟର 3 ଓ 4 ନମ୍ବର କରାଇବି। ଶିକ୍ଷଣ କାର୍ଯ୍ୟ 3ରେ ଭାଷା କାର୍ଯ୍ୟ ପୁସ୍ତିକାର ଓକାର ମାତ୍ରା ପଢ଼ିବେ ଓ ଲେଖିବେ। ସପ୍ତାହ 2 ଦିବସ 2 କରାଇବି। ଶିକ୍ଷଣ ସାମଗ୍ରୀ ରହିଛି ଚିତ୍ର କାର୍ଡ଼, ଅଭ୍ୟାସ କାର୍ଯ୍ୟ ପୁସ୍ତିକା। ତୃତୀୟ ପିରିୟଡ଼ରେ ଶିଶୁବାଟିକା 3 ପିଲାଙ୍କର ତାଙ୍କର ବିଷୟ ରହିଛି କଳା ଓ ସୌନ୍ଦର୍ଯ୍ୟ ବୋଧ। ଆଉ ବିକାଶର ଦିଗ ରହିଛି କଳା ଓ ସୌନ୍ଦର୍ଯ୍ୟ ବୋଧର ବିକାଶ। ତାପରେ ମୁଖ୍ୟ ଧାରଣା ରହିଛି କଳ୍ପନା ଶକ୍ତିର ବିକାଶ। ପ୍ରତ୍ୟାଶିତ ଫଳାଫଳ ରହିଛି ଚିତ୍ର କାର୍ଡ଼ରେ ରଙ୍ଗ ଦେବେ। ଏଲ୍ଓ ରହିଛି CG12 C12.1। ଶିକ୍ଷଣ କାର୍ଯ୍ୟ 1ରେ ବିଭିନ୍ନ ଚିତ୍ର କାର୍ଡ଼ ଯଥା ଆମ୍ବ, ଅମୃତଭଣ୍ଡା ଆଦି ଚିତ୍ରରେ ରଙ୍ଗ ଦେବେ। ପ୍ରତ୍ୟାଶିତ ଫଳାଫଳ ରହିଛି ଚିତ୍ର କାର୍ଡ଼ ଓ ରଙ୍ଗ। ସେଇ ତୃତୀୟ ପିରିୟଡ଼ 8:15ରୁ 9ଟା ସବୁଦିନ ପରି ସେହିପରି ଭାଗ କରିଛି। ପ୍ରଥମ ଶ୍ରେଣୀ ପିଲାଙ୍କର ତାଙ୍କର ବିଷୟ ରହିଛି ଗୀତରେ। ବିକାଶର ଦିଗ DG2। ପସନ୍ଦର ଗୀତ ବା କବିତା ନିଜ ଭାଷାରେ ଆବୃତ୍ତି କରିବେ। ପ୍ରତ୍ୟାଶିତ ଫଳାଫଳ ରହିଛି ଶରୀରର ବିଭିନ୍ନ ଅଙ୍ଗର କାମ ବିଷୟରେ କହିପାରିବେ।
ତାଙ୍କର ଏଲୋ ରହିଛି ECL 1.3.4। ଶିକ୍ଷଣ କାର୍ଯ୍ୟ 1ରେ ୟୁ ଆକୃତିରେ ପିଲାମାନଙ୍କୁ ଠିଆ କରାଇ ବାବ୍ଲି କଣ୍ଢେଇର ହାତ ନାହିଁରେ କବିତାଟି ଆବୃତ୍ତି କରିବି। ଶିକ୍ଷଣ କାର୍ଯ୍ୟ 2ରେ କବିତା ଆଧାରିତ କିଛି ପ୍ରଶ୍ନ ପଚାରିବି, ଯେପରି ଆମର ଆଖି କ'ଣ କରେ, ହାତ କ'ଣ କରେ, ଗୋଡ଼ କ'ଣ କରେ, ଆଉ ତା'ର ଶିକ୍ଷଣ ସାମଗ୍ରୀ ରହିଛି କବିତା ଚାର୍ଟ। ତାପରେ ସେଇ ତୃତୀୟ ପିରିୟଡ଼ରେ ଦ୍ୱିତୀୟ ଶ୍ରେଣୀ ପିଲାଙ୍କର ତାଙ୍କର ବିଷୟ ରହିଛି ଗଣିତ, ଚିତ୍ରକୁ ଚିହ୍ନିବା, ବିକାଶର ଦିଗ DG3, ମୁଖ୍ୟ ଧାରଣା ଦ୍ୱିମାତ୍ରିକ ଆକୃତିକୁ ଚିହ୍ନଟ, ପ୍ରତ୍ୟାଶିତ ଫଳାଫଳ ଦ୍ୱିମାତ୍ରିକ ଆକୃତିକୁ ଚିହ୍ନଟ କରିବେ। ତାଙ୍କର ଏଲୋ ରହିଛି ILM 5.25। ଶିକ୍ଷଣ କାର୍ଯ୍ୟ 1 ରହିଛି ଗଣିତ ଖେଳ ବହିର ଅଭ୍ୟାସ କାର୍ଯ୍ୟ 7 ନମ୍ବର କରାଇବି। ବିଭିନ୍ନ ଆକୃତିକୁ ବ୍ୟବହାର କରି ଚିତ୍ର ଅଙ୍କନ କର। ଗଣିତ ତାଙ୍କର ଶିକ୍ଷଣ ସାମଗ୍ରୀ ରହିଛି ଗଣିତ ଖେଳ ବହି, ଚିତ୍ର। 9ଟାରୁ 9ଟା 45 ତାଙ୍କର ମଧ୍ୟାହ୍ନ ବିରତି। ତାପରେ ଆରମ୍ଭ ହେବ ଚତୁର୍ଥ ପିରିୟଡ଼, ସେଇ 21/4/2025, 9ଟା 45ରୁ 10ଟା 30। ବାଲବାଟିକା 3 ଶ୍ରେଣୀ ପିଲାଙ୍କର ବିଷୟ ରହିଛି ଭାଷା, ବିକାଶର ଦିଗ ଭାଷାଗତ ବିକାଶ, ମୁଖ୍ୟ ଧାରଣା ଚ ଅକ୍ଷର ଚିହ୍ନଟ, ପ୍ରତ୍ୟାଶିତ ଫଳାଫଳ ଚ ଅକ୍ଷର ଚିହ୍ନଟ କରିବେ। ତାଙ୍କର CG ଆଉ ଏଲ୍ ରହିଛି CG10, C10.1। ଶିକ୍ଷଣ କାର୍ଯ୍ୟ 1 ରହିଛି 2 ଦଳରେ ଭାଗ କରିବି। ପ୍ରଥମ ଦଳ ଚ ଅକ୍ଷର ଦେଖାଇବେ ଏବଂ ଦ୍ୱିତୀୟ ଦଳ ଚ ଅକ୍ଷର ବିଶିଷ୍ଟ ଶବ୍ଦ କାର୍ଡ଼ ଦେଖାଇବେ। ଏହିପରି ପରସ୍ପର ଅଦଳ ବଦଳ କରି କରିବେ। ଆଉ ତାଙ୍କର ଶିକ୍ଷଣ ସାମଗ୍ରୀ ରହିଛି ଶବ୍ଦ କାର୍ଡ଼। ତାପରେ ଆସିଲା ପ୍ରଥମ ଶ୍ରେଣୀ ପିଲା, ସେଇ ଚତୁର୍ଥ ପିରିୟଡ଼ରେ ତାଙ୍କର ବିଷୟ ରହିଛି ଆଗ ପଛ, କାର୍ଯ୍ୟପଦ 10, 11, 12 କରିବେ। ତାଙ୍କର ବିକାଶର ଦିଗ DG3, ମୁଖ୍ୟ ଧାରଣା ହେଲା ବସ୍ତୁଗୁଡ଼ିକର ଆକାର, ରଙ୍ଗ ଦୃଷ୍ଟିକୋଣରୁ ବର୍ଗୀକରଣ କରିବେ। ପ୍ରତ୍ୟାଶିତ ଫଳାଫଳ ରହିଛି ପିଲାମାନେ ଆଗ ପଛ ଭିତର ବାହାର ଆଦି କହିପାରିବେ। ତାପରେ ଏଲୋ ରହିଛି IL 3.5। ଶିକ୍ଷଣ କାର୍ଯ୍ୟ 1 ୟୁ ଆକୃତିରେ ବସାଇ କିଛି ସଂକ୍ଷିପ୍ତ ପ୍ରଶ୍ନ ପଚାରିବି, ମାନେ ଘରେ କିଏ କିଏ ଅଛନ୍ତି, ଘରେ କେଉଁ ସବୁ ପଶୁ ଅଛନ୍ତି, ତମ ଘରେ କିଏ କିଏ ଘରେ କାମ କରନ୍ତି ଆଉ କେଉଁମାନେ ବାହାରେ କାମ କରନ୍ତି। ତାପରେ ଶିକ୍ଷଣ କାର୍ଯ୍ୟ 2ରେ କାର୍ଯ୍ୟପଦ 10, 11, 12 କରାଇବି। ବିଦ୍ୟା ପ୍ରବେଶ କାର୍ଯ୍ୟ ପୁସ୍ତିକା ଏଥିରେ ରହିଛି ତା'ର ଶିକ୍ଷଣ ସାମଗ୍ରୀ। ତାପରେ ଦ୍ୱିତୀୟ ଶ୍ରେଣୀ ପିଲାଙ୍କର ବିଷୟ ରହିଛି ଭାଷା, ଚିତ୍ର ଦେଖ ଓ କହ, ବିକାଶର ଦିଗ DG3, ମୁଖ୍ୟ ଧାରଣା ଘର ଚିତ୍ରରେ ନଥିବା ଅଂଶକୁ ଅଙ୍କନ କରିବେ। ପ୍ରତ୍ୟାଶିତ ଫଳାଫଳ ଘର ଚିତ୍ରରେ ନଥିବା ଅଂଶ ଅଙ୍କନ କରିପାରିବେ। ତାପରେ ଏଲୋ ରହିଛି IL 5.1। ଶିକ୍ଷଣ କାର୍ଯ୍ୟ 1ରେ ଅଭ୍ୟାସ କାର୍ଯ୍ୟର 6 ଓ 7 ନମ୍ବର କରାଇବି। ଶିକ୍ଷଣ କାର୍ଯ୍ୟ 2ରେ ଚିତ୍ରକୁ ଦେଖି ଏଥିରେ କ'ଣ ନାହିଁ ଅଙ୍କନ କର। ଶିକ୍ଷଣ ସାମଗ୍ରୀ ରହିଛି ଘର ଚିତ୍ର, ହସ ଖୁସି। ବିଦାୟ ସମୟରେ ମୁଁ ସବୁ ଶ୍ରେଣୀର ପିଲାଙ୍କୁ ନେଇ ବାଲବାଟିକା ପ୍ରଥମ ଶ୍ରେଣୀ ଆଉ ଦ୍ୱିତୀୟ ଶ୍ରେଣୀ ସବୁ ଶ୍ରେଣୀର ପିଲାମାନଙ୍କୁ ନେଇ ବନ୍ଦେ ଉତ୍କଳ ଜନନୀ ଗାନ କରିବି, ଗାନ କରିବା ଶିଖାଇବି। ତାପରେ ପିଲାମାନେ ଘରକୁ ପ୍ରତ୍ୟାବର୍ତ୍ତନ କରିବେ। ମୋ ଭିଡ଼ିଓଟି ଭଲ ଲାଗିଲେ ନିଶ୍ଚିତ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ।